ହ୍ୟାଲୋ ପିଲାମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୁମ ଅଷ୍ଟମ ଶ୍ରେଣୀ ଓଡ଼ିଆ କାର୍ଯ୍ୟ ପୁସ୍ତିକାର ନମୁନା ପ୍ରଶ୍ନପତ୍ର 2 ଆଲୋଚନା କରିବା। ପୂର୍ବରୁ ଆମେ କାର୍ଯ୍ୟ ଫର୍ଦ୍ଦ 14 ଆହୁତି କରିସାରିଛେ। ବର୍ତ୍ତମାନ ନମୁନା ପ୍ରଶ୍ନପତ୍ର 2 ତୁମେ ସବୁ କରିସାରିଥିବ। ଟିକେ ପରଖି ନେବା। ତଳ ଅନୁଚ୍ଛେଦଟିକୁ ପଢ଼ି ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦେବା। 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ। ତାଙ୍କର ପ୍ରକୃତ ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ ବାପା ମାଆଙ୍କୁ ଖୁବ୍ ଭକ୍ତି କରୁଥିଲେ। 13 ବର୍ଷ ବୟସରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ଦେଶ ସେବା ତାଙ୍କର ଜୀବନର ବ୍ରତ ଥିଲା। ତାଙ୍କରି ନେତୃତ୍ୱ ଫଳରେ ଭାରତ ସ୍ୱାଧୀନ ହେଲା। ପ୍ରଶ୍ନ 1ର କ। ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? 1947 ଅଗଷ୍ଟ 15, 1930 ଅକ୍ଟୋବର 30, 1869 ଅକ୍ଟୋବର 2। ସଠିକ୍ ଉତ୍ତର ହେଉଛି 1869 ଅକ୍ଟୋବର 2। ଆଚ୍ଛା, ପ୍ରଶ୍ନ ଖ। ଗାନ୍ଧୀଜୀଙ୍କର ଜୀବନର ବ୍ରତ କ'ଣ ଥିଲା? ଦେଶ ସେବା, ରୋଗୀ ସେବା, ରାଜ୍ୟ ସେବା। ସଠିକ୍ ଉତ୍ତର ହେଉଛି ଦେଶ ସେବା। ପ୍ରଶ୍ନ ଗ। ସେ କେତେ ବର୍ଷ ବୟସରେ କସ୍ତୁରବାଙ୍କୁ ବିବାହ କରିଥିଲେ? 10, 15, 13। ସଠିକ୍ ଉତ୍ତର ହେଉଛି 13 ବର୍ଷ। 13 ବର୍ଷ ବୟସରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ପ୍ରଶ୍ନ ଘ। ଭାରତ କାହା ନେତୃତ୍ୱରେ ସ୍ୱାଧୀନ ହୋଇଥିଲା? ବିବେକାନନ୍ଦ, ଗୋପବନ୍ଧୁ, ମହାତ୍ମା ଗାନ୍ଧୀ। ସଠିକ୍ ଉତ୍ତର ହେଉଛି ମହାତ୍ମା ଗାନ୍ଧୀ। ବର୍ତ୍ତମାନ ପ୍ରଶ୍ନ 1 ସରିଗଲା। ପ୍ରଶ୍ନ 2। ତଳଲିଖିତ ଶବ୍ଦର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖ। ପୃଥିବୀ। ପୃଥିବୀର ଗୋଟିଏ ପ୍ରତିଶବ୍ଦ ଲେଖିବା ଧରିତ୍ରୀ। ଆଚ୍ଛା, ଦେନ୍ ବାୟୁ। ବାୟୁର ପ୍ରତିଶବ୍ଦ ସମୀର, ଅନିଳ, ସମୀରଣ, ଏମିତି ବହୁତ କିଛି ଲେଖିପାରିବ। ଆମେ ଲେଖିଦେବା ସମୀର, ଅନିଳ। ଓକେ। ନେକ୍ସଟ ପ୍ରଶ୍ନ 3। ତଳଲିଖିତ ଶବ୍ଦକୁ ପଦ୍ୟ ରୂପରେ ଲେଖ। ସ୍ନେହ, ତାକୁ ପଦ୍ୟ ରୂପରେ ଲେଖିଲେ କ'ଣ ହେବ? ସ୍ନେହ। ଗର୍ବେ, ଗରବେ। ଆଚ୍ଛା, ଲେଖିଦେଲ ପିଲେ। ନେକ୍ସଟ ଯିବା ପ୍ରଶ୍ନ 4। ଶୂନ୍ୟସ୍ଥାନ ପୂରଣ କରି ଲେଖ। ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ଏଠି ଲେଖିବା ଉପାର୍ଜନ। ଆଚ୍ଛା, ପ୍ରଶ୍ନ 5। ଯେପରି ନଗରରୁ ନାଗରିକ, ସେହିପରି ତଳଲିଖିତ ଶବ୍ଦଗୁଡ଼ିକ ପରିବର୍ତ୍ତନ କରି ଲେଖ। ସମାଜରୁ କ'ଣ ହେବ? ସାମାଜିକ। ନୀତିରୁ ନୈତିକ। ଆଚ୍ଛା, ବର୍ତ୍ତମାନ ଯିବା ପ୍ରଶ୍ନ 6। ତଳଲିଖିତ ଶବ୍ଦଗୁଡ଼ିକ ଲିଙ୍ଗ ପରିବର୍ତ୍ତନ କରି ଲେଖ। ପୁଅ, କ'ଣ ହେବ? ପୁଅର ଲିଙ୍ଗ ପରିବର୍ତ୍ତନ କଲେ ଝିଅ। ଶିକ୍ଷକ, ଶିକ୍ଷୟିତ୍ରୀ। ଆଚ୍ଛା, ଲେଖିଦେଲ। ନେକ୍ସଟ ଯିବା ପ୍ରଶ୍ନ 7, ଶେଷ ପ୍ରଶ୍ନ। ତଳଲିଖିତ ବନାନ ଭୁଲ ଥିବା ଶବ୍ଦକୁ ଶୁଦ୍ଧ କରି ଲେଖ। ଏଠି ଦେଖ କ'ଣ ଲେଖା ହେଇଛି? ମୁହୂର୍ତ୍ତ। ହରେ ରେଫ ଦିଆହେଇଛି, ରେଫଟା ବଡ଼ ତରେ ଦେବା। ମରେ ହସଉକାର, ହରେ ଦୀର୍ଘଉକାର। ଆଚ୍ଛା, ଲେଖିଦିଅ ମୁହୂର୍ତ୍ତ। ଏଠି ଆଶୀର୍ବାଦ, ଆଶୀର୍ବାଦରେ ସରେ ହସେଇକାର ଦିଆଯାଇଛି। ହସେଇକାର ହେବନି, ଦୀର୍ଘଇକାର ଆମେ ଦେବା। ଆଶୀର୍ବାଦ, ସରେ ଦୀର୍ଘଇ। ଆଚ୍ଛା, ଲେଖିଦେଲ। ବର୍ତ୍ତମାନ ଆମର ନମୁନା ପ୍ରଶ୍ନାବଳୀ 2 ଏଠି ସରିଯାଇଛି। ପୁଣି ଏକ ନୂଆ ଭିଡ଼ିଓ ନେଇ ମୁଁ ତୁମ ପାଖକୁ ଆସିବି। ଟିଲ୍ ଦେନ୍ ବାଏ ବାଏ, କିପ୍ ଲର୍ଣ୍ଣିଂ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।